ବନ୍ଧୁଗଣ, ମୁଁ ଆପଣଙ୍କୁ ଆଜି ଏକ ସୁନ୍ଦର ଶ୍ଲୋକ କହିବି, ତାହା ମନୋଯୋଗ ପୂର୍ବକ ଶୁଣିବେ। ସେ ଶ୍ଲୋକଟି ହେଲା ବିଦ୍ୟା ସମ୍ପର୍କିତ ଏକ ଶ୍ଲୋକ। ପ୍ରଥମେ ଗଜାନନଙ୍କ ବନ୍ଦନା। ଗଜାନନଂ ଭୂତଗଣାଦି ସେବିଥଂ କପିଥ ଜମ୍ଭୂ ଫଳଚାରୁ ଭକ୍ଷଣଂ ଉମାସୂତ ଶୋକ ବିନାଶକାରକଂ ନମାମି ବିଘ୍ନେଶ୍ୱର ପାଦ ପଙ୍କଜମ୍। ବନ୍ଧୁଗଣ, ମନୋଯୋଗ ପୂର୍ବକ ଶୁଣନ୍ତୁ। ଯେଉଁ ଶ୍ଲୋକଟି ମୁଁ ଆଜି ଆପଣଙ୍କ ସାମ୍ନାରେ ପାଠ କରିବି। ହେ ଭାରତୀ, ଭବତଃ କୋଶ ଭଣ୍ଡାରେ ଇମାନି କୋଶଃ ବର୍ଦ୍ଧତେ ଇମାନି କୋଶଃ ବିଦ୍ୟତେ ବ୍ୟୟାତ୍ ବର୍ଦ୍ଧିତ ଅପି ସଞ୍ଚିତେ କ୍ଷୟ ମାୟାତି। କ'ଣ ତାର ମାନେ? ନା, ଜଣେ ବିଦ୍ୱାନ ଯଦି ବହୁ ଗୁଡ଼ିଏ ପାଠ ସିଏ ବା ବିଦ୍ୟା ଅର୍ଜନ କରିଛି, ତାହେଲେ ସେ ବିଦ୍ୟାକୁ ଯଦି ଅନ୍ୟ ସାମ୍ନାରେ ଆଲୋଚନା କରେ ବା ଅନ୍ୟ କାହାକୁ ବାଣ୍ଟେ ବା ଦାନ କରେ, ତାହେଲେ ତାର ବିଦ୍ୟା ଧୀରେ ଧୀରେ ବଢ଼ି ଚାଲିବ। ଯଦି ସେ ବିଦ୍ୱାନ ହୋଇ ମଧ୍ୟ ତାର ବିଦ୍ୟାକୁ ଅନ୍ୟ ଆଗରେ ପରିବେଷଣ ନ କରେ ବା କାହାକୁ ନ କହେ, କାହା ପାଖରେ ଆଲୋଚନା ନ କରେ, ଧୀରେ ଧୀରେ ସେ ଯେତେ ବିଦ୍ୱାନ ହୋଇଥିଲେ ମଧ୍ୟ ତାର ମନ ମଧ୍ୟରୁ ସେ ବିଦ୍ୟା ସବୁ ଧୀରେ ଧୀରେ ଅପସରି ଯିବ। ତେଣୁ ଶ୍ଲୋକାକାର ଏଠି କହିଲେ, ହେ ଭାରତୀ, ଭବତଃ କୋଶ ଭଣ୍ଡାରେ ଇମାନି କୋଶଃ ବିଦ୍ୟତେ ବ୍ୟୟାତ୍ ବର୍ଦ୍ଧିତ ଅପି ସଞ୍ଚିତେ କ୍ଷୟ ମାୟାତି। ତେଣୁ ଏ ଶ୍ଲୋକ ଏହି ଭାବରେ କୁହାଯାଇଛି। ତେଣୁ ଆମେ ଯଦି ଏ ଶ୍ଲୋକଟିକୁ ପାଠ କରି ତାକୁ ଜୀବନ କ୍ଷେତ୍ରରେ ପ୍ରୟୋଗ କରନ୍ତି, ତାହେଲେ ଆମର ନିଶ୍ଚିନ୍ତ ରୂପରେ ଉନ୍ନତି ଲାଭ ହେବ। ତେଣୁ ବନ୍ଧୁଗଣ, ଯଦି ଆପଣଙ୍କ ଏ ଶ୍ଲୋକଟି ଭଲ ଲାଗିଥାଏ, ତାହେଲେ ଆପଣ ନିଶ୍ଚିନ୍ତ ରୂପେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରିବାକୁ ଭୁଲିବାନି। ରହୁଛି। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ନମସ୍କାର।